ଧନ୍ୟ ହେଇଗଲା, ମୋ ଜୀବନର ପୁଣ୍ୟ ମତେ ମିଳିଗଲା। ଇଏ ହଉଛି ସନାତନ ଧର୍ମର ମାର୍ଗର କଥା। ଇଏ ତୁମ ଆମ କଥା ନୁହେଁ। ସନାତନ ଧର୍ମ ଯାହା କହିଛି ସେଇ ଭିତରୁ ମୁଁ ଆପଣମାନଙ୍କୁ କିଞ୍ଚିତେ ଟିକେ ଟିକେ ଆଣି ଆପଣମାନଙ୍କୁ କହୁଛି ଯେ ମୁଁ ସବୁ କିଛି ଜାଣିଛି। ମୁଁ ମହା ଅଜ୍ଞାନ ମୂର୍ଖ ଲୋକ। ମୁଁ ଯେତିକି ଜାଣିଥିଲି ଆଜ୍ଞା ଆପଣମାନଙ୍କୁ କହୁଛି। ଏଇ ପବନକୁ ଆୟତ୍ତ କରିବା ହଉଛି ବାବାଜୀର କାମ। ବା ବୋଲନ୍ତେ ପବନ, ଜି ବୋଲନ୍ତେ ଜିତିବା, ସିଏ ହଉଛି ବାବାଜୀ। ସାଧୁ, ଏ ଧ୍ୱନି ଯୋଉ ଶବ୍ଦ ଶୁଭୁଛି, ଏଇ ସାଧୁକୁ ଧାରଣ କରିବା ହଉଛି ସାଧୁର କର୍ତ୍ତବ୍ୟ। ତାକୁ ହିଁ କୁହାଯାଇଛି ସାଧୁ। ଏ ପବନକୁ ସ୍ଥିର କରିବା ମାନେ ହଉଛି ସନ୍ଥର କାମ। ତାକୁ ସନ୍ଥ ବୋଲି ଭୀମ ବହି କୁହାଯାଇଛି। ପବନକୁ ସେ ସ୍ଥିର କରିଥିବାରୁ ଏତେ ବଡ଼ କବି ହେଇପାରିଛି। ତା ନାଁ ଆଜି ପୃଥିବୀରେ ପ୍ରଚଳିତ ହେଇଛି। ତେଣୁ ଆମେ ସମସ୍ତେ ହଉଛେ ସଂସାରୀ। ସମସ୍ତେ ମାୟା ଜାଲ ଭିତରେ ଘାଣ୍ଟି ଚକଟ ହୋଇକରି ଆମର ଜୀବନକୁ ଅସ୍ୱାର୍ଥରେ ନେଇ ପଳେଇ ଯାଇଛେ। କୌଣସି ସ୍ୱାର୍ଥ ଜିନିଷ ଏଇ ଜୀବନ ପାଇଁ ଆମେ ପାଇନେ। ଯାହା ପାଇଛେ ପେଟ ପାଇଁ, ଦେହ ପାଇଁ, ପରିବାର ପାଇଁ, ଜ୍ଞାତି କୁଟୁମ୍ବ ପାଇଁ, ଆଉ ସାଙ୍ଗସାଥି ମାନଙ୍କ ପାଇଁ ଯାହା ରୋଜଗାର କରିଛେ। କିନ୍ତୁ ଇଏ ଜୀବନର ଯେଉଁ ପଥ, ମୃତ୍ୟୁ ପରେ ଏ ଜୀବନ କେଉଁ ସ୍ଥାନକୁ ଯିବ, ଏ ସମ୍ବନ୍ଧୀୟ କଥା ଆମେ କେବେହେଳେ ଉପଭୋଗ କରିପାରିନେ ବା ଜାଣିପାରିନେ। ଏହାକୁ ଲକ୍ଷ୍ୟ ରଖି, ଏ ଜୀବନକୁ ଲକ୍ଷ୍ୟ ରଖି ଜୀବନ ଭବିଷ୍ୟତରେ କ'ଣ କରିବ ସେ ସମ୍ବନ୍ଧୀୟ କଥାକୁ ସାଧୁସନ୍ଥ ମାନଙ୍କ ପାଖରେ ବସି ଶାସ୍ତ୍ର ପୁରାଣ ଅଧ୍ୟୟନ କରି ଏବଂ ମେଳା ମହାମେଳା ମାନଙ୍କରେ ବସି ଏହାକୁ ଗ୍ରହଣ କରି କର୍ମରେ ଲଗାଇଲେ ଜୀବନ ସାର୍ଥକ ହେବ। ଆନନ୍ଦ କବାର ଏ କନିକା ରାଜ୍ୟ ଭିତରକୁ ଗହଣ ଦଳ ବାରମ୍ବାର ଏଇ ଅଞ୍ଚଳ ଭିତରକୁ ପଶୁଥିଲା ବେଳେ ବା ଏଇ ରାଜ୍ୟ ଭିତରକୁ ପଶୁଥିଲା ବେଳେ ପୁଣି ଆଜି ଆସି ଆପଣମାନଙ୍କ ପାଖରେ ପହଞ୍ଚି ପାରିଛି। ତେଣୁ ଗହଣ ଦଳର ଯେଉଁ ସଭା ସମିତି ହୋଇଥାଏ, ସେ ସଭା ସମିତିରେ ଏ ବ୍ରହ୍ମ ଜ୍ଞାନ ନାମ ତତ୍ତ୍ୱ ବ୍ରହ୍ମଭେଦ କଥା ଆଲୋଚନା ହେଇଥାଏ। ଏବଂ ସେଇ ଆଲୋଚନା ବେଳେ ଗହଣ ଦଳର ବକ୍ତା ମାନେ ଯେଉଁ ସବୁ କଥା କହିଥାନ୍ତି ତାକୁ ହିଁ ଲକ୍ଷ୍ୟ ରଖନ୍ତି ଏବଂ ଲକ୍ଷ୍ୟ ରଖି ତାକୁ ଶାସ୍ତ୍ର ପୁରାଣରେ ମିଳାଇ ନିଅନ୍ତି। ଏ ଯୋଉ ଦଳ ଆସିଥିଲେ ଏମାନେ କ'ଣ କହୁଛନ୍ତି ଏବଂ ଆଙ୍କ ଠାରୁ ଆଉ କିଏ ଭଲ କଥା ଆମ ଜୀବନର ଭବିଷ୍ୟତ ନିମନ୍ତେ କହିପାରୁଛି, ତାଙ୍କୁ ତାଙ୍କ ନିକଟରେ ବି ଆଶ୍ରୟ ନେଲେ ଶରୀର ତତ୍ତ୍ୱ ମାର୍ଗ ବିଷୟରେ ଆହୁରି ଭଲ। ତେଣୁ ଆସନ୍ତା କାର୍ଯ୍ୟକ୍ରମ କେଶରୀ ନଗର ଉଆସ ମହାନଦୀ କୂଳ କଟକର ଓମ୍ପି ଛକ ପାଖରୁ ପାରାଦୀପ ରାସ୍ତାରେ ଗଲେ କମରପଦା ନିକଟରୁ ବାମ ପଟେ ଗଲେ କେଶରୀ ନଗର ଉଆସ ପଡ଼େ। କଟକରୁ ମହାନଦୀ କୂଳେ କୂଳେ ଗଲେ ଏକ କାଇଜଙ୍ଗ ଜଙ୍ଗଲ ପଡ଼େ। ସେଇ କାଇଜଙ୍ଗ ଜଙ୍ଗଲ ନିକଟରେ କେଶରୀ ନଗର ଉଆସ ଅବସ୍ଥିତ ଏବଂ ସେଇ କେଶରୀ ନଗର ଉଆସ ଭିତରେ ଏକ ଅନନ୍ତ ଗାଦି ରହିଛି। ଏହା ବହୁ ପୁରୁଣା। ସେଇ ଅନନ୍ତ ଗାଦିଙ୍କ ନିକଟରେ ଏଇ ଗହଣ ଦଳ ଆନୁକୂଲ୍ୟରେ ଆସନ୍ତା 16/1/2015 ତାରିଖ ଶୁକ୍ରବାର ଦିନ ଦିବାରାତ୍ର ଘେନି ବ୍ରହ୍ମ ନାମ ସଂକୀର୍ତ୍ତନ ମହା ଉତ୍ସବ
ବ୍ରହ୍ମଧ୍ୱନି ଜାଗରଣ ଏବଂ ବନ୍ଦାପନା ମହାସମାରୋହରେ ଅନୁଷ୍ଠିତ ହେବ। ତେଣୁ ସମସ୍ତଙ୍କୁ ମୁଁ ବିନିମ୍ର ହାତ ଯୋଡ଼ି ପ୍ରାର୍ଥନା ଜଣାଉଛି, ସମସ୍ତେ ଏହି ମହାନ କାର୍ଯ୍ୟକ୍ରମରେ ଯୋଗ ଦେଇ ଆପଣ ନିଜେ ଦେଖନ୍ତୁ ଏବଂ ଅନୁଭବ କରନ୍ତୁ କିପରି କ'ଣ କାର୍ଯ୍ୟକ୍ରମ ବନଦଳ କରୁଛି ଏବଂ କେଉଁଥିରେ ଆମେମାନେ ଗଲେ, କାରଣ ଆମର ବୁଦ୍ଧି ବିବେକ ଜ୍ଞାନ ଥିବା ଯୋଗୁଁ ଆମେ କେଉଁ ମାର୍ଗ ଦେଇକରି କେଉଁ ବାଟ ଦେଇକରି ଗଲେ ଆମର ଭବିଷ୍ୟତ ଭଲ ହେବ, ଆମେ ପୁନର୍ଜନ୍ମ ଏଇ ମାନବ ଜନ୍ମ ପାଇପାରିବୁ, ଏଇ କଥା ଚିନ୍ତା ରଖି ଆପଣମାନେ ଆଗେଇ ଆସନ୍ତୁ। ଆସିଲେ ଏହି ସନାତନ ଧର୍ମ ସଂସ୍ଥାପନ ହେବ, ଦୁଷ୍କୃତ ବିନାଶନ ହେବ, ଜଗତ ମଙ୍ଗଳ ହେବ, ସମସ୍ତେ ଆମେମାନେ ସୁଖରେ ରହିବା, ଆନନ୍ଦେ କବା। ହରି ହରି ବୋଲ। ମୁଁ ଏତେ କହି ବିଦାୟ ନେଉଛି। ଯଦି କୌଣସି ସ୍ଥାନରେ ଦୋଷ